ଟୋକା ଦି ଥର ଚତୁର୍ଥୀ ରାତି କରିପାରୁଛି ମାନିବାକୁ ପଡ଼ିବ। କାହା ଭାଗ୍ୟରେ ଆସେ? କ୍ୱଚିତ ଲୋକଙ୍କ ଭାଗ୍ୟରେ ଆସେ ଦି ଥର ଚତୁର୍ଥୀ ରାତି କରିବା ଆଉ ଦି ଥର ବଡ଼ ବେଶ। ଆଜି ଚତୁର୍ଥୀ ହେଇପାରିବନି, ଆଜି ଗୁରୁବାର, କାଲି ସଂକ୍ରାନ୍ତି, ହୋଲି, ଯାହା କରିବେ ରବିବାର ଯାଇ ତାଙ୍କର ଚତୁର୍ଥୀ ପିଣ୍ଡ ପଡ଼ିବ। ତେଣୁ ତାପରେ ଯାଇ ସ୍ୱାମୀ ସ୍ତ୍ରୀଙ୍କର ମିଳନ ହବ। ପ୍ରେମିକାର ବାଡ଼ିଆରେ ବାଇଡଙ୍କ ବିଛୁଆତି, ତେଣୁ ବାଇଡଙ୍କ ବିଛୁଆତି ପ୍ରେମିକ ବାଡ଼ିଆରେ, କିନ୍ତୁ ବାନ୍ଧବୀ ବାଡ଼ିଆରେ ବାଇଡଙ୍କ ବିଛୁଆତି, ତେଣୁ ବାଇଡଙ୍କ ବିଛୁଆତି କୁଣ୍ଡେଇ ହେଲା, ତେଣୁ ଅନୁଭବ ମଥାକୁ ଛାଡ଼ିବ। ତେଣୁ ବର୍ଷା କଥା ଅନୁଭବ ମନେ ପକେଇବ କି ମନେ ପକେଇବନି, କି ବର୍ଷା ଅନୁଭବ କଥା ଚିନ୍ତା କରିବ, ଭାବିବ କି ସ୍ୱପ୍ନ ଦେଖିବ, ସେଟା ଅନୁଭବକୁ ପଚାରିଲେ ଅନୁଭବ କହିବ, ବର୍ଷାକୁ ପଚାରିଲେ ବର୍ଷା କହିବ। ଯାହା ହଉ ଭଲ କଥା, ମାନେ ଗୋଟେ ଟୋକା ଦି ଥର ଚତୁର୍ଥୀ ରାତି କରିପାରୁଛି, ତାକୁ ମାନିବାକୁ ପଡ଼ିବ। କାହା ଭାଗ୍ୟରେ ଆସେ? କ୍ୱଚିତ ଲୋକଙ୍କ ଭାଗ୍ୟରେ ଆସେ ଦି ଥର ଚତୁର୍ଥୀ ରାତି କରିବା ଆଉ ଦି ଥର ବର ବେଶ ହବା। ହଁ ଆଣିପାରନ୍ତି, ଯଦି ବାନ୍ଧବୀ ବେଳେ କିଛି ହେଇଯାଇଥିବ ତାଙ୍କର ନଟର ପଟର, ତାହେଲେ ସେଥିପାଇଁ ତରବରରେ ବା ହେଇଯାଇଛନ୍ତି। ଆଉ କ'ଣ, ଆଉ 10 ମାସ ନ ଅପେକ୍ଷା କରି 5-6 ମାସରେ ଛୋଟ ଅନୁଭବକୁ ମାର୍କେଟକୁ ଛାଡ଼ିଦେବେ। ଆଉ କ'ଣ ଅସୁବିଧା କ'ଣ ରହିଲା? କର ଗୋଟେ କଥା ଧୀରେ ଧୀରେ ମନେ ପଡ଼ୁଥିବ ବର୍ଷାଙ୍କ କଥା, କାରଣ ବର୍ଷା ତାଙ୍କର ପ୍ରଥମ ପ୍ରେମିକରୁ ପ୍ରଥମ ସ୍ତ୍ରୀ ହେଇଥିଲେ। ତେଣୁ ଆଜି ପ୍ରଥମ ସ୍ତ୍ରୀ କି ଛାଡ଼ି ଦ୍ୱିତୀୟ ସ୍ତ୍ରୀ ସହିତ ଯେତେବେଳେ ଘର ସଂସାର କରିବାକୁ ଅନୁଭବ ଆଗେଇ ଯାଇଛନ୍ତି, ବର୍ଷା ଏବେ ବର୍ଷା ଯେଉଁଟା ଚିନ୍ତା କରିନଥିଲେ ଯେ ସତରେ କ'ଣ ଅନୁଭବ ମୋତେ ଛାଡ଼ିଦେବେ, ଆଉ ଗୋଟିଏ ପତ୍ନୀ ଗ୍ରହଣ କରିବେ, ଏକଥା କେବେ ବି ବର୍ଷା ତାଙ୍କ ମନରେ ଭାବିନଥିଲେ। କଥା ଆରେ ବାନ୍ଧବୀରୁ ଯେତେବେଳେ ସ୍ତ୍ରୀ ବନିଛନ୍ତି ଜାଗୃତି, ତେଣୁ ଜାଗୃତିଙ୍କୁ ଯେତେବେଳେ ଧରି ଓଡ଼ିଶା ଫେରୁଛନ୍ତି ଅନୁଭବ, ଏବେ ତାଙ୍କ ଘରେ ସବୁ ପୁରା କୋଳାହଳରେ ଘର କମ୍ପୁଛି। ତେଣୁ ଫେରିଛନ୍ତି ସତ, ସବୁ ଠିକ୍, କିନ୍ତୁ ଅନୁଭବ ତ ଏବେ ଚତୁର୍ଥୀ ଶ୍ରାଦ୍ଧ କରିପାରିବେନି ନା। ଆଜି ଚତୁର୍ଥୀ ହେଇପାରିବନି, ଆଜି ଗୁରୁବାର, କାଲି ସଂକ୍ରାନ୍ତି, ହୋଲି, ଯାହା କରିବେ ରବିବାର ଯାଇକି ତାଙ୍କର ଚତୁର୍ଥୀ ପିଣ୍ଡ ପଡ଼ିବ। ତେଣୁ ତାପରେ ଯାଇ ସ୍ୱାମୀ ସ୍ତ୍ରୀଙ୍କର ମିଳନ ହବ। କିନ୍ତୁ ଯାହା ହଉ ଜାଗୃତି ଏତେ ଦୂରରୁ ଆସିଛନ୍ତି ଆଜି ଶ୍ରୀକ୍ଷେତ୍ର ମାଟିକୁ, ଓଡ଼ିଶାରେ ସିଏ ପଦାର୍ପଣ କରିବେ, ଓଡ଼ିଶାର ବୋହୂ ହୋଇ ସବୁଦିନ ପାଇଁ ଓଡ଼ିଶାରେ ରହିଯିବେ। ଏତେ ଦୂରରୁ ଯେତେବେଳେ ପଳେଇ ଆସିଛନ୍ତି, ଜଣେ ବିଦେଶୀ ତ କୁହାଯିବନି ତାଙ୍କୁ, ଅନ୍ୟ ରାଜ୍ୟର ମହିଳା ଯେତେବେଳେ ଆସି ଓଡ଼ିଶାରେ ବୋହୂ ହେଉଛନ୍ତି, ତାଙ୍କୁ ଓଡ଼ିଶା ଲୋକ ନିହାତି ବଧାଇ ଦେବା ଦରକାର। ତେଣୁ ଅନୁଭବଙ୍କର ଗୋଟେ କଥା ଧୀରେ ଧୀରେ ମନେ ପଡ଼ୁଥିବ ବର୍ଷାଙ୍କ କଥା, କାରଣ ବର୍ଷା ତାଙ୍କର ପ୍ରଥମ ପ୍ରେମିକରୁ ପ୍ରଥମ ସ୍ତ୍ରୀ ହେଇଥିଲେ। ତେଣୁ ଆଜି ପ୍ରଥମ ସ୍ତ୍ରୀ କି ଛାଡ଼ି ଦ୍ୱିତୀୟ ସ୍ତ୍ରୀ ସହିତ ଯେତେବେଳେ ଘର ସଂସାର କରିବାକୁ ଅନୁଭବ ଆଗେଇ ଯାଇଛନ୍ତି, ବର୍ଷା ଏବେ ବର୍ଷା ଯେଉଁଟା ଚିନ୍ତା କରିନଥିଲେ ଯେ ସତରେ କ'ଣ ଅନୁଭବ ମୋତେ ଛାଡ଼ିଦେବେ, ଆଉ ଗୋଟିଏ ପତ୍ନୀ ଗ୍ରହଣ କରିବେ, ଏକଥା କେବେ ବି ବର୍ଷା ତାଙ୍କ ମନରେ ଭାବିନଥିଲେ। ଆରେ ପ୍ରେମିକାର ବାଡ଼ିଆରେ ବାଇଡଙ୍କ ଆଉ ବିଛୁଆତି, ତେଣୁ ବାଇଡଙ୍କ ବିଛୁଆତି ପ୍ରେମିକ ବାଡ଼ିଆରେ ରୁହେ, କିନ୍ତୁ ବାନ୍ଧବୀ ବାଡ଼ିଆରେ ବାଇଡଙ୍କ ବିଛୁଆତି ନୁହଁ। ତେଣୁ ଯେଉଁ ବାଇଡଙ୍କ ବିଛୁଆତି କୁଣ୍ଡେଇ ହେଲା, ତେଣୁ ଅନୁଭବ ବର୍ଷାକୁ ଛାଡ଼ିଦେଲା। ଆରେ ଶୁଣ, ଅନୁଭବ କରିନାହାନ୍ତି, ଏଇଟା ଓଡ଼ିଶାରେ ଗୋଟେ ନୀତିଗତ ହେଇଗଲାଣି। ଧରମ ଭାଇ କରିବା, ଧରମ ଭଉଣୀ କରିବା, ବାନ୍ଧବୀ କରିବା, ୟାଙ୍କୁ ସବୁ କରି ମାଇପ ଯେଉଁ ତିଆରି ମାଇପ ବନେଇ ଦେଉଛନ୍ତି, ଏଇଟା ଗୋଟେ ପ୍ରହସନରେ ପରିଣତ ହେଇଗଲାଣି। ତେଣୁ ବାନ୍ଧବୀ କରିଥିଲେ, ତାପରେ ଏବେ ସ୍ତ୍ରୀ କଲେ, ଅସୁବିଧା କ'ଣ ହେଇଗଲା? ସେଟା ଅନୁଭବକୁ ପଚାରିଲେ କହିବ ନା, ତା ଫ୍ୟୁଚର କଥା ସିଏ କହିବ ନା ମୁଁ କହିବି? ମୁଁ କ'ଣ ଅନୁଭବ ମନ? ତେଣୁ ବର୍ଷା କଥା ଅନୁଭବ ମନେ ପକେଇବ କି ମନେ ପକେଇବନି, କି ବର୍ଷା ଅନୁଭବ କଥା ଚିନ୍ତା କରିବ, ଭାବିବ କି ସ୍ୱପ୍ନ ଦେଖିବ, ସେଟା ଅନୁଭବକୁ ପଚାରିଲେ ଅନୁଭବ କହିବ, ବର୍ଷାକୁ ପଚାରିଲେ ବର୍ଷା କହିବ। ଯାହା ହଉ ଭଲ କଥା, ମାନେ ଗୋଟେ ଟୋକା ଦି ଥର ଚତୁର୍ଥୀ ରାତି କରିପାରୁଛି, ତାକୁ ମାନିବାକୁ ପଡ଼ିବ। କାହା ଭାଗ୍ୟରେ ଆସେ? କ୍ୱଚିତ ଲୋକଙ୍କ ଭାଗ୍ୟରେ ଆସେ ଦି ଥର ଚତୁର୍ଥୀ ରାତି କରିବା ଆଉ ଦି ଥର ବର ବେଶ ହବା। ଏବେ ଏଇ ଯେଉଁ 2025ରେ ବହୁ ରାଜନେତା ଆଉ ଇଏ ତମର ଫିଲ୍ମ ଜଗତର ଅଭିନେତା ଏ ବହୁ ଏଥରକ 2025ରେ ଦିଟା ଚତୁର୍ଥୀ ପ୍ରାୟ କରୁଛନ୍ତି। ହଁ ଆଣିପାରନ୍ତି, ଯଦି ବାନ୍ଧବୀ ବେଳେ କିଛି ହେଇଯାଇଥିବ ତାଙ୍କର ନଟର ପଟର, ତାହେଲେ ସେଥିପାଇଁ ତରବରରେ ବା ହେଇଯାଇଛନ୍ତି। ଆଉ କ'ଣ,
आ 10 मास न अपेक्षा करी 5-6 मास छोट अनुभव को मार्केट को छाड़देवे आ असुविधा कौन रहा बढ़िया प्रेरणा कारण नेता आउ अभिनेता ये सब दी थर बाहर तमें जदि युव समाज तांको फॉलो करियो घर को किड़ा नहीं कि आसीबो अरे जो एटा सौभाग्य कारण जोड़ा आज पर्यंत मैरेज करना से पुरुषत्व नहीं बोली मैरेज करना यहाँ डबल पुरुषत्व अच्छी बोली डबल बाहर। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।